ଆମ ଏସ୍ଏଚ୍ଜି ଗ୍ରୁପ୍ ଗୁଡ଼ାକ କେମିତି ଭାଙ୍ଗି ଯାଉଛି, କେଉଁ କାରଣ ପାଇଁ ଭାଙ୍ଗି ଯାଉଛି। ପ୍ରଥମ ହେଲା, ସବୁ ମାସ ଆମର ଠିକ୍ସେ ମିଟିଂ ହେଉନି, ମାସିକ ବୈଠକ ହେଉନି। ବଡ଼ମାନଙ୍କୁ ମୋ ନମସ୍କାର, ସାନମାନଙ୍କୁ ଢେର ସାରା ଭଲ ପାଇବା। ମୁଁ ସସ୍ମିତା, ଆପଣଙ୍କୁ ସ୍ୱାଗତ ଜଣାଉଛି ଶକ୍ତି ସସ୍ମିତା ଚ୍ୟାନେଲକୁ। ସବୁବେଳେ ଏସ୍ଏଚ୍ଜିରେ ଝଗଡ଼ା ଲାଗୁଛି। ପାର୍ଟିରୁ ବାହାରିଲେ ଆମେ ସମସ୍ତେ କହୁଛନ୍ତି ଗ୍ରୁପ୍ ଭାଙ୍ଗିଦେବା, ଗ୍ରୁପ୍ ଭାଙ୍ଗିଦେବା। ଗ୍ରୁପ୍ କାହିଁକି ଭାଙ୍ଗିବା? କ'ଣ ଅସୁବିଧା ହେଉଛି? କେଉଁ ଭୁଲ ପାଇଁ ଆମ ଗ୍ରୁପ୍ ଭିତରେ କଳି ସୃଷ୍ଟି ହେଉଛି, ଝଗଡ଼ା ହେଉଛି? କାହିଁକି ଆମେ ଗ୍ରୁପ୍ ଭାଙ୍ଗିବା ପାଇଁ ସବୁବେଳେ ଚିନ୍ତା କରୁଛନ୍ତି? ଯଦି ଆମେ ସେ ଗ୍ରୁପ୍ର ଅସୁବିଧା କ'ଣ, କେଉଁଠି ଭୁଲ ରହୁଛି ଜାଣିପାରିବା, ତାହେଲେ ଗ୍ରୁପ୍ କେବେ ଭାଙ୍ଗିବନି। ଗ୍ରୁପ୍ ଅଧିକରୁ ଅଧିକ ଚାଲିବ। ସତରେ ଗ୍ରୁପ୍ ମା'ମାନଙ୍କ ପାଇଁ ଯେତିକି ସୁବିଧା ଅଛି, ଅନ୍ୟ ମା'ମାନଙ୍କ ପାଇଁ ସେତିକି ସୁବିଧା ନାହିଁ। ଜଣେ ଏସ୍ଏଚ୍ଜି ମେମ୍ବର ଆଜି ବିଭିନ୍ନ ପ୍ରକାର କାମ କଲାଣି, କିନ୍ତୁ କିଛି ଏସ୍ଏଚ୍ଜି, ମୁଁ ସବୁ ଏସ୍ଏଚ୍ଜି ସମାନ ବୋଲି କହୁନି, କିଛି ଏସ୍ଏଚ୍ଜି ଗୁଡ଼ାକ ଅଧାରେ ଭାଙ୍ଗି ଯାଉଛି। ତାଙ୍କର NPA ହେଉଛି, ଓକା ହେଇଯାଉଛି, ଠିକ୍ସେ ପରିଶୋଧ କରୁନାହାନ୍ତି, ସିଭିଲ୍ ଖରାପ ହେଉଛି। କ'ଣ ପାଇଁ, କେଉଁ କାରଣ ପାଇଁ? ଆସନ୍ତୁ ଆମେ ଜାଣିବା। ମାସିକ ବୈଠକ ନହେବା ଦ୍ୱାରା ଆମର ବିଭିନ୍ନ ପ୍ରକାର ସମସ୍ୟା ହୋଇଥାଏ। ମାସିକ ବୈଠକ ନହେଲେ ଖାତାପତ୍ର ଠିକ୍ସେ ଲେଖି ହେବନି, ତେଣୁ ଗ୍ରୁପ୍ ଭାଙ୍ଗିବାରେ ଅସୁବିଧା ହୁଏ। ଠିକ୍ ସମୟରେ ସଞ୍ଚୟ ନ କରିବା ଦ୍ୱାରା ଆମର ବିଭିନ୍ନ ପ୍ରକାର ଅସୁବିଧା ହୋଇଥାଏ। ଆଉ ଗୋଟେ ମୁଖ୍ୟ ହୋଇଥାଏ, ଆମେ କ'ଣ କରନ୍ତି, ମାସକୁ ମାସ ପଇସା ମାଗନ୍ତି। ମାସିକ ସଞ୍ଚୟଟା ମିଟିଂରେ ସଂଗ୍ରହ ନ କରି 10 ଜଣ ଜଣଙ୍କଠୁ ଆମେ ମାଗିଥାନ୍ତି, ଦେ ପଇସା, ଦେ ପଇସା, ତାକୁ ଦେ ପଇସା। ତା ଦ୍ୱାରା କ'ଣ ହେଇଥାଏ, ସେ ପଇସାଟା କେତେବେଳେ କେଉଁଠି ରଖିଦେଇଥାଏ ମନେ ପଡ଼େନି। କିଏ ବାସନ ମାଜୁଥିବ ଦେବ ତ, କିଏ କୁଆଡ଼େ ଯାଉଥିବ ଦେବ, ତେଣୁ ଠିକ୍ସେ ସେ ମନେ ରଖିପାରେନି, ଖାତାପତ୍ର ବି ଲେଖିପାରେନି, ତେଣୁ ଅସୁବିଧା ହୁଏ। ଆଉ ଜଣେ ଜଣେ 2-4 ମାସର ଏକାବେଳେ ଦେବେ, 2 ମାସ କି 3 ମାସର ଏକାବେଳେ ପଇସା ଦେବେ, ସେଥିପାଇଁ ବି ବିଭିନ୍ନ ପ୍ରକାର ସମସ୍ୟା ହୁଏ। ଆଉ ଗୋଟେ ଜିନିଷ ନଜରକୁ ଆସେ, ଜଣେ ମେମ୍ବର ସବୁ ମାସରେ ପଇସା ବାନ୍ଧି ଆସିବ। ସେ ପଇସା ବାନ୍ଧିଲା କି ନ ବାନ୍ଧିଲା କ'ଣ କିଛି ଜଣାପଡ଼େନି। ତେଣୁ ଗ୍ରୁପ୍ ଗୁଡ଼ାକ ବିଭିନ୍ନ ସମସ୍ୟାର କଳି ଝଗଡ଼ା ହେଇକିନା ପୁଣି ସମାଧାନ କରାଯାଏ। ଜଣେ ବ୍ୟକ୍ତି ସବୁବେଳେ ନ ବାନ୍ଧିକି 10 ଜଣ ଯାକ ପ୍ରତି ମାସରେ ଜଣେ ଜଣେ ଆଣିକି ଆମର ପଇସା ବାନ୍ଧିବା ଦରକାର। ସମସ୍ତେ ବ୍ୟାଙ୍କର କାରବାର ଜାଣିବେ, ନିଜର ବି କିଛି କାମ କରିପାରିବେ, ଆଉ ବ୍ୟାଙ୍କ ଖାତାରେ କେତେ ଅଛି ସେଟା ବି ସେମାନେ ବୁଝିପାରିବେ। ଆଉ ଗୋଟେ ଜିନିଷ ହୁଏ, 10 ଜଣରୁ ଆମର 2 ଜଣ ପଇସା ଦେଇନଥିବେ। ସେ 2 ଜଣ ଯଦି ନଦେଲେ ଆଉ 10 ଜଣ ମା କହିବେ ସିଏ ତ ପଇସା ଦେଲାନି, ଆମେ ଦେବୁନି, ସିଏ ଦେଲେ ଯାଇକି ଆମେ ପଇସା ଦେବୁ। ସେ ମାସରେ ଆଉ ବାନ୍ଧି ହୁଏନି। ନେକ୍ସଟ ମାସରେ ପୁଣି କ'ଣ ହୁଏ, ଆଉ ଜଣେ ସେଟା, ଆଉ ବେଳେବେଳେ ଦେଖାଯାଏ ଅନ୍ୟ ଆସିଛି ଯଦି ଜମା କରୁନଥିବେ, ଡିଫଲ୍ଟର ହେଇଥିବେ, ସେମାନେ ସେମିତି କହିବେ ଅଲଗା ମାନେ ତ କିଛି କରୁନାହାନ୍ତି, ଅଲଗା ମାନେ ତ ଜମା କରୁନାହାନ୍ତି, ତାଙ୍କର କିଛି ଅସୁବିଧା ହେଉନି, ଆମର କ'ଣ ହେଉଛି। ଅନ୍ୟମାନଙ୍କ ପାଇଁ ଆମର ବି ଏଇ ସମସ୍ୟା ଆସିଥାଏ। ମନେକର ଗଲା ମାସରେ ଜଣେ ପଇସା ଦେଇନି, ଆଉ 8 ଜଣ ପଇସା ଦେଇଛନ୍ତି, ନେକ୍ସଟ ମାସରେ ଆଉ ଜଣେ ଆସିକି କହିବ ଆଉ ମୋର ପଇସା ହେଲାନି। ସେ କ'ଣ କହିବ, ଗଲା ମାସରେ ତାକୁ ତ କିଛି କହିନଥିଲ, ମୋତେ ଗରିବ ଦେଖିନା କହୁଛ। ଏହିପରି ସମସ୍ୟା ଆସିଥାଏ। ଜଣକୁ ଅଧିକ ଟଙ୍କା, ମନେକର ଗୋଟେ ମେମ୍ବରକୁ ଆମେ 70-80 ହଜାର ଦେଇଥିବା, ସେ ସବୁ ମାସରେ ସୁଧ ମୂଳ ଦେବନି, ଲାଷ୍ଟରେ ତାକୁ ଯେତେବେଳେ ପଇସା ମଗା ହେବ ସେ ଝଗଡ଼ା ଲାଗିବ। ତେଣୁ ସବୁ ମାସରେ ଆମର ସୁଧ ଆଉ କିଛି ମୂଳ ସଂଗ୍ରହ କରିବାର ଅଛି। ବ୍ୟାଙ୍କ ପାସବୁକ୍କୁ ସବୁବେଳେ ପ୍ରିଣ୍ଟ କରିକି ମା'ମାନଙ୍କୁ ଜଣେଇବାର ଅଛି, ଦେଖ ଆମ ପାସବୁକ୍ରେ ଏତିକି ଟଙ୍କା ଥିଲା ଆଉ ଏତିକି ଟଙ୍କା ରହିଲା। ଯେତେବେଳେ ଆମେ ଯେଉଁ ମା'ଙ୍କୁ ପଇସା ଦେବା ଆମ ସଞ୍ଚୟ ଖାତାରୁ, ସବୁ ମା'ମାନଙ୍କୁ ମିଟିଂରେ ବସି ତାଙ୍କ ସହିତ ଆଲୋଚନା କରି ତାଙ୍କୁ 10 ଜଣ ଯାକ ଦସ୍ତଖତ କରି ଟଙ୍କାଟି ଦେବା ଆବଶ୍ୟକ। ଏହିପରି ବିଭିନ୍ନ ପ୍ରକାର ସମସ୍ୟା ରହୁଛି। କିଛି ସମସ୍ୟା ଆପଣଙ୍କ ସାମ୍ନାକୁ ମୁଁ ଆଣିଲି। ଏ ସମସ୍ୟା ଗୁଡ଼ା ଯଦି ସମାଧାନ ହେଇଗଲା, ଆମ ବ୍ୟାଙ୍କରୁ ଆମେ ସବୁବେଳେ
ଋଣ ବି ପାଇବା, ଗ୍ରୁପ୍ ବି ଠିକ୍ ଚାଲିବ, ଆଉ ସବୁ କାମ ସୁବିଧାରେ ହେଇପାରିବ। ମନେକର ଗୋଟେ ଏସ୍ଏଚ୍ଜିରେ 10 ଜଣ ମେମ୍ବର ଅଛନ୍ତି, ସେଥିରୁ 2 ଜଣ ଯଦି ନଦେଲେ ଆମେ ସେ ପଇସାକୁ ରଖିଦେଇଥିବା ଆଉ ବାନ୍ଧିବାନି, ତାହେଲେ ସେ ମାସରେ ଡିଫଲ୍ଟର ଆମେ ଦେଲେ। ଏମିତି ଯଦି 2-3 ମାସ ହେଇଗଲା, 3 ମାସ ହେଉଛି, 3 ମାସ ଯାକେ ଏମିତି କେହି ଜଣେ ଜଣେ ବାକି ରହୁଛନ୍ତି, ଦେବେନି, ଏକାବେଳେ କହିବା ଏକାବେଳେ ବାନ୍ଧିଦେବା, ସେଇଟା ପୁରା ରଙ୍ଗ। ଆମେ ପ୍ରତ୍ୟେକ ମାସରେ ମାସିକ ସଞ୍ଚୟ ବାନ୍ଧିବାର ଅଛି, ଋଣ ମଧ୍ୟ ପ୍ରତ୍ୟେକ ମାସରେ ବାନ୍ଧିବାର ଅଛି। ଏହିପରି ବିଭିନ୍ନ ସମସ୍ୟାକୁ, କିଛି ନା କିଛି ସମସ୍ୟା ପାଇଁ ନିଜ ଗ୍ରୁପ୍ ଭିତରେ ମନାନ୍ତର ସୃଷ୍ଟି ହୋଇଥାଏ, ଯଦ୍ୱାରା କି ଗ୍ରୁପ୍ଟି ଭାଙ୍ଗି ଯାଇଥାଏ। କିଏ କାହାକୁ ଜଣେ କହିଦେଲେ ତାଙ୍କ ଗ୍ରୁପ୍ ଭାଙ୍ଗିଦେବୁ, ଖାତା ଚିରିଦେବୁ, ପାସବୁକ୍ ଚିରିଦେବୁ, ଏମିତି କହିକି ଗ୍ରୁପ୍ ଗୁଡ଼ାକ ଭାଙ୍ଗିବା ପାଇଁ ଚାହାନ୍ତି। ଏହିସବୁ ସମସ୍ୟାକୁ ସମାଧାନ କରିବାର ଅଛି, ଏ ଭୁଲ ନ କରିବା ପାଇଁ ଅଛି। ବେଳେବେଳେ ଦେଖାଯାଏ ଜଣେ ଗାଁରେ ନଥିବ, ସେ ରହୁଥିବ ମାନେ କିଛି ଦିନ ବାହାରେ କାମ କରି ଯାଉଥିବ, କି ଅନ୍ୟ ଗାଁରେ ରହୁଥିବ, କି ଯାଇକି ବାହାରେ କୌଣସି କାମ କରୁଥିବ, ସେଇମାନଙ୍କୁ ଏସ୍ଏଚ୍ଜି ମେମ୍ବରରେ ରଖାଯାଇଥାଏ। ସେଇ ମେମ୍ବରମାନେ ଠିକ୍ ସେ ଋଣ କିମ୍ବା ସଞ୍ଚୟ ଦେଇନଥାନ୍ତି, ତାଙ୍କ ପାଇଁ ବି କଥା ବାହାରିଥାଏ। ଏହିପରି ବିଭିନ୍ନ କାରଣ ଯୋଗୁଁ ଏସ୍ଏଚ୍ଜି ଗୁଡ଼ାକ ଭାଙ୍ଗି ଯାଇଥାଏ। ଆମମାନଙ୍କ ଏସ୍ଏଚ୍ଜି ଭାଙ୍ଗିବାର କିଛି କାରଣ ଆପଣଙ୍କ ନଜରକୁ ଆଣିଲି। ଏତେ ସମୟ ଧରି ଭିଡ଼ିଓଟି ଆପଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଏହି କାରଣ ସବୁ ଆପଣ ବାହାର କରି ଏସ୍ଏଚ୍ଜିକୁ ଆଉ ଥରେ ଗଠନ କରନ୍ତୁ, ଆଉ ଠିକ୍ସେ ଚଲାନ୍ତୁ। ଆଉ ଗ୍ରୁପ୍ ଚଲାଇଲା ବେଳେ ଏହିସବୁ ନଜରକୁ ଆଣନ୍ତୁ, ଦେଖିବେ ଆପଣଙ୍କ ଗ୍ରୁପ୍ ଦିନେ ସବୁଠୁ ଉପରେ ଥିବ। ଆପଣଙ୍କୁ ବ୍ୟାଙ୍କ ଡାକି ଡାକି ଲୋନ୍ ଦେବ। ଯଦି ଗ୍ରୁପ୍ଟି ଭଲରେ ଚାଲିଛି, ନେଣ ଦେଣ ତାର ଠିକ୍ ଅଛି, ବ୍ୟାଙ୍କ ଯାଇ ତା ପାଖରେ ପହଞ୍ଚୁଛି, ଆମ CRP-MBK ମାନେ ସେମାନଙ୍କୁ ଆହୁରି ଉତ୍ସାହିତ କରିବେ, ଆପଣ ଆସନ୍ତୁ, ଲୋନ୍ ନିଅନ୍ତୁ, ବିଜନେସ୍ ଆରମ୍ଭ କରନ୍ତୁ, କେଉଁଠି କାମ ହେବ, କେମିତି କାମ ହେବ, ଆଉ ଗ୍ରୁପ୍ଟି କେମିତି ଆଗକୁ ନେବେ ଚଲେଇଥାନ୍ତି। ଆଜି ପାଇଁ ଏତିକିରେ ରହିଲି, ପୁଣି ଦେଖା ହେବା ଆଉ ଏକ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ନମସ୍କାର।